ଆଜିର ଜହ୍ନମାମୁଁର କାହାଣୀର ନାଁ ପରିଣାମ। ଝିଅ ଜ୍ୱାଇଁ ବିଦାୟ ହୋଇଗଲା ବେଳେ ଲକ୍ଷ୍ମୀ ଦେବୀ ସେମାନଙ୍କୁ କହିଲେ, ମନେ ରଖ, ବାଟରେ ବିଷ୍ଣୁ ମନ୍ଦିର ପଡ଼ିବ, ଦିଅଙ୍କୁ ଦର୍ଶନ କରି ପୂଜା ଦେଇ ଯିବ। ଲକ୍ଷ୍ମୀ ଦେବୀ ତାଙ୍କ ସ୍ୱାମୀଙ୍କ ପରଲୋକ ପରେ ଅନେକ ଦୁଃଖ କଷ୍ଟ ଭିତରେ ଦେଇ ଗତି କରିଥିଲେ। ଝିଅଟିର ବିବାହ ସୁରୁଖୁରୁରେ ହୋଇଗଲେ ଝିଅ ଜ୍ୱାଇଁ ଯାଇ ଦିଅଙ୍କୁ ମୁଣ୍ଡିଆ ମାରିବ ବୋଲି ସେ ମନାସିଥିଲେ। ଜ୍ୱାଇଁ ରମେଶ ଓ ଝିଅ ଗୀତା ଯେତେବେଳେ ଦେବ ମନ୍ଦିର ପାଖରେ ପହଞ୍ଚିଲେ ସେତେବେଳକୁ ରାତି ହୋଇଗଲାଣି। ଦର୍ଶନ ପାଇଁ ସକାଳ ଯାଏ ଅପେକ୍ଷା କରିବା ଦରକାର। ରମେଶ ସେଥିପାଇଁ କୁଣ୍ଠିତ ଥାଏ। ତେଣେ ସେଠାରେ ଘରଟିଏ ମଧ୍ୟ ମିଳିବା ସହଜ ନଥିଲା। ଯାହା ହଉ ବହୁତ ଖୋଜାଖୋଜି ପରେ ଘରଟିଏ ପାଇଲେ। ଶୋଇବାକୁ ଗଲାବେଳେ ରମେଶ ବିରକ୍ତ ହୋଇ କହିଲା, ବୁଢ଼ୀ ତ କହିଦେଲା ଦିଅଁ ଦର୍ଶନ କରି ସହରକୁ ଯିବ, ଅସୁବିଧା କଥା କ'ଣ ସେ ବୁଝୁଛି? ଗୀତା ସେଭଳି ମନ୍ତବ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହା କଥା କହୁଛ? ବୋଉ କଥା? ରମେଶ ଧମକ ଦେଇ କହିଲା, ଆଉ କାହା କଥା କହନ୍ତି? ଚୁପ୍ ରୁହ। ଗୀତା ନୀରବ ରହିଲା, କିନ୍ତୁ ମନରେ ବହୁତ ଆଘାତ ପାଇଲା। ସକାଳେ ରମେଶ ଜଳଖିଆ ଖାଇବାକୁ ବସିଲା। ଗୀତା କହିଲା, ଦିଅ ଦର୍ଶନ ପରେ ସିନା ଖାଇବା କଥା। ରମେଶ କହିଲା, ଚୁପ୍ କର, ସେସବୁ ବାଜେ ଉପଦେଶ ଦିଅ ନାହିଁ। ମୋଠୁ ବେଶି ପଢ଼ିଛ ନା ବେଶି ଜାଣିଛ? ଗୀତା ଚୁପ୍ ରହିଲା। ରମେଶର ସ୍ୱଭାବ ବୁଝିବାକୁ ତାର ଆଉ ବାକି ରହିଲା ନାହିଁ। କିଛି ସମୟ ପରେ ଦୁହେଁ ଯାଇ ଦିଅଙ୍କୁ ଦର୍ଶନ କଲେ। ଗୀତା ତା ବୋଉ ପାଖରୁ ଆଣିଥିବା ପଇସାରେ କିଛି ଭୋଗ ଲଗାଇଲା। ମୂର୍ତ୍ତିକୁ ଦେଖି ମନେ ହେଲା ସତେଅବା ସେ ଜୀବନ୍ତ ଠାକୁର। ଗୀତା ମନ୍ତବ୍ୟ ଦେଲା, ମୂର୍ତ୍ତି ଦେଖି ମନେ ହେଲା ସତେଅବା ସେ ଜୀବନ୍ତ ଠାକୁର। ରମେଶ କହିଲା, ଦେଖ ଗୀତା, ମୋ ଆଗରେ କଥା କହିବା ବେଳେ ଭାବିଚିନ୍ତି କହିବ। ମୂଲ୍ୟହୀନ କଥା କହିବା ଅପେକ୍ଷା ଚୁପ୍ ରହିବା ହିଁ ଭଲ। ବାଟଯାକ ଗୀତା ଆଉ କଥା କହିନାହିଁ। ସନ୍ଧ୍ୟାବେଳକୁ ଦୁହେଁ ଆସି ସହରରେ ପହଞ୍ଚିଲେ। ରମେଶର ବସା ଘରେ ଆଉ କେହି ନାହାନ୍ତି। ସବୁ କାମ ଗୀତାକୁ କରିବାକୁ ହେଲା। ଏକ ଦିଗରେ ସବୁବେଳେ କାମ, ଅନ୍ୟ ଦିଗରେ ପଦେ କଥା କହିବାର ଉପାୟ ନାହିଁ। ଗୀତାକୁ ସେଭଳି ଜୀବନରେ ବା କି ସୁଖ ମିଳନ୍ତା? ତଥାପି ସେ ମୁହଁ ବୁଜି ରହିଥାଏ। ପ୍ରାୟ 15 ଦିନ ବିତିଗଲା। ଦିନେ ସନ୍ଧ୍ୟାବେଳେ କବାଟରେ କିଏ ମୃଦୁ ଶବ୍ଦ ଦେଲା। ଗୀତା କବାଟ ଖୋଲି ଦେଇ ଦେଖିଲା ଜଣେ ବୁଢ଼ା ଲୋକ ଠିଆ ହୋଇଛି। ସେ ଭିତରକୁ ପଶି ଆସି ନିଜେ ବସି ଗୀତାକୁ ବସିବାକୁ କହିଲା। ବୁଢ଼ା ପଚାରିଲା, ଆରେ ଝିଅ, ମୁଁ ସମ୍ପର୍କରେ ତମର ମାମୁଁ ହେବି। ତମ ଶାଶୁ ଶ୍ୱଶୁର କିପରି ଅଛନ୍ତି? ଗୀତା ଆଶ୍ଚର୍ଯ୍ୟ ହୋଇ କହିଲା, ଶାଶୁ ଶ୍ୱଶୁର ତ ପ୍ରାୟ 10-12 ବର୍ଷ ହେବ ପରଲୋକ ଗଲେଣି। ବୁଢ଼ା କହିଲା, ଆରେ ଠିକ୍ କଥା, ଭୁଲି ଯାଇଥିଲି। ସେ ଦୁହେଁ ସେମାନଙ୍କ ନାମ ଯେମିତି ଠିକ୍ ସେମିତି ରାମସୀତା ଭଳି ଚଳୁଥିଲେ। ଗୀତା କହିଲା, ଆଜ୍ଞା, ସେମାନଙ୍କ ନାମ ତ ଯଦୁନାଥ ଆଉ ଲୀଳାବତୀ, ରାମସୀତା ନୁହେଁ। ବୁଢ଼ା ହସି ଦେଇ କହିଲା, ଆରେ ମୁଁ କ'ଣ ସେ କଥା ଜାଣେ ନାହିଁ? ମୁଁ କହୁଥିଲି କି ରାମସୀତା ଭଳି ସେମାନେ ଚଳୁଥିଲେ। ଗୀତା ମନରେ ବୁଢ଼ାର ପ୍ରକୃତ ମତଲବ ସମ୍ପର୍କରେ ସନ୍ଦେହ ହେଲା। ତେବେ ସେ ବୁଢ଼ାକୁ କିଛି ନ କହି ରମେଶକୁ ଅପେକ୍ଷା କରିଥିଲା। କିଛି ସମୟ ପରେ ରମେଶ ପହଞ୍ଚିବାରୁ ଗୀତା କହିଲା, ଦେଖ, ଜଣେ ଭଦ୍ରଲୋକ ଆସି କହୁଛନ୍ତି କି ସେ ତୁମର ମାମୁଁ ହେବେ। ମୋର କିନ୍ତୁ... ରମେଶ କହିଲା, ଚୁପ୍ କର। ମୋର କିଏ କ'ଣ ହେବ ସେତକ କ'ଣ ମୁଁ ନିଜେ ଜାଣି ନେଇ ପାରିବି ନାହିଁ? ଏହା କହି ସେ ବୁଢ଼ା ଆଗକୁ ଗଲା। ବୁଢ଼ା ରମେଶକୁ ଆଉଁସି ପକେଇ କହିଲା, ଆସ ଆସ ରମେଶ, କେତେ ବଡ଼ ହୋଇଗଲଣି, ମାମୁଁକୁ ଚିହ୍ନି ପାରୁଛ? ଯଦୁ ଭାଇ ଆଉ ଲୀଳା ପାଖକୁ ନ ଯାଇ ପିଲାବେଳେ ତମେ ମୋ କାଖକୁ ଆସିବାକୁ ହଟ କରୁଥିଲ। ମନେ ପଡ଼ିଲା? କାହିଁ କେଉଁ କାଳର କଥା ହେଲାଣି। ରମେଶ ତାଙ୍କୁ ଓଳଗି ହୋଇ ଭିତରକୁ ଆସି ଗୀତାକୁ କହିଲା, ସେ ମୋ ସମ୍ପର୍କରେ ମାମୁଁ ହେବେ। ତମେ ତାଙ୍କୁ ଏଯାଏ ସରବତ ବା ପାନ ଖିଲେ ବି ଦେଇନାହଁ। ଓଃ, ତମ ପରି ବୋକି ଝିଅକୁ ନେଇ ମୁଁ ଚଳିବି କିପରି? ଗୀତା ବୁଢ଼ା ସମ୍ପର୍କରେ ତାର ସନ୍ଦେହ ପ୍ରକାଶ କରିବାକୁ ରମେଶ ଆଗରେ ଚାହୁଁଥିଲା, କିନ୍ତୁ ସେ ପାଟି ଫିଟାଇବା ମାତ୍ରେ ରମେଶ କହିଲା, ଯାଅ ଯାଅ, ଭଲ କରି ତମେ ରୋଷେଇବାସ କର, ମତେ କିଛି କହିବା ଦରକାର ନାହିଁ। ଗୀତା ରୋଷେଇ କରି ଯଥା ସମୟରେ ସେମାନଙ୍କୁ ଖାଦ୍ୟ ପରଷି ଦେଲା। ଶୋଇବା ଘର ଭିତରେ ବୁଢ଼ା ଆଉ ରମେଶ ଦୁଇଟି ବିଛଣା ପାରି ଶୋଇଲେ। ଗୀତା ରୋଷେଇ ଘର ଭିତରେ ଶୋଇଲା। ଭୋର ବେଳକୁ ରମେଶର ପାଟି ଶୁଣି ଗୀତା ଧଡ଼ପଡ଼ ହୋଇ ଉଠିଲା, ଆଉ ଶୋଇବା ଘର ଭିତରକୁ ଦୌଡ଼ି ଦୌଡ଼ି ଆସିଲା। ସେ ଆସି ଦେଖିଲା ସିନ୍ଦୁକ ଖୋଲା ପଡ଼ିଛି। ତା ଭିତରେ ଥିବା ତାର ଗହଣାପତ୍ର ଆଉ ରମେଶର ଟଙ୍କା ପଇସା ସବୁ ଯାଇଛି। ରମେଶ ଚିତ୍କାର କରି କହିଲା, ବୁଢ଼ା ଅସଲ ଚୋର, ମାମୁଁ ବୋଲି କହି ମତେ ଦଗା ଦେଲା। ଗୀତା କହିଲା, ମୁଁ ସେଇ କଥା ମୂଳରୁ ଅନୁମାନ କରୁଥିଲି। ସେ ତମ ବାପା ମାଙ୍କ ନାମ ବି ଜାଣିନଥିଲା। ରମେଶ ଉତ୍ତେଜିତ ହୋଇ ପଚାରିଲା, ତମେ ତେବେ ସେ କଥା ମତେ କହିଦେଲ ନାହିଁ କିଆଁ? ଗୀତା ରମେଶର ମୁହଁ ଉପରେ କରୁଣ ଦୃଷ୍ଟି ନିବଦ୍ଧ କରି କହିଲା, ମୋର କଥା କହିବାର ସୁଯୋଗ କାହିଁ? କେତେବେଳେ ହେଲେ ମୁଁ ଗୋଟେ ବାକ୍ୟ ପୂରା କହିପାରିଛି?
ମୁଁ ଯେତେବେଳେ ଯାହା କହିବାକୁ ଚେଷ୍ଟା କଲେ ବିନା କାରଣରେ ମୋତେ ଧମକ ଦେଇ ଚୁପ୍ କରିଦିଅ। ଏଭଳି ବ୍ୟବହାରର କ'ଣ କୌଣସି ପରିଣାମ ନଥାନ୍ତା? ଆଜି ସେହି ପରିଣାମ ଭୋଗ କରିବାକୁ ହେବ। ରମେଶ ଗୁମ୍ ହୋଇ ବସି ରହିଲା। ଗୀତା ଯାହା କହିଲା ତାହା ଯେ ଅକ୍ଷରେ ଅକ୍ଷରେ ସତ୍ୟ ଏକଥା ସେ ବୁଝୁଥିଲା। ସେ ନିଜକୁ କହିଲା, ଗହଣା ଆଉ ଟଙ୍କା ତ ଗଲା, ସେତକ ମୂଲ୍ୟ ଦେଇ ମୁଁ ଅନ୍ତତଃ ମୋ ମୂର୍ଖତା ବିଷୟରେ ଚେତିଗଲି। ରମେଶ ଆଉ କଥାରେ କଥାରେ ଧମକ ଦିଏ ନାହିଁ। ଗୀତାକ୍ରମେ ନିର୍ଭୟର କଥା କଲା। ଚୋରି ହେବା ଫଳରେ ରମେଶର ମନ ପରିବର୍ତ୍ତନ ଆସିବା ହେତୁ ସେ ମନେ ମନେ ବହୁତ ଆନନ୍ଦିତ ହେଲା। 2-3 ଦିନ ପରେ ଦିନେ ପଡ଼ୋଶୀ ଘରର ବାଳକଟିଏ ଆସି ରମେଶ ହାତରେ ଗୋଟେ ଥଳି ଧରାଇ ଦେଇ କହିଲା, ଜଣେ ବୁଢ଼ା ତୁମକୁ ଏତକ ଦେବାକୁ କହି ଚାଲିଗଲେ। ରମେଶ ଥଳି ଖୋଲି ଦେଖେ ତ ଚୋରି ଯାଇଥିବା ଗହଣାପତ୍ର ଆଉ ଟଙ୍କା ପଇସା ସବୁ ସେଥିରେ ଅଛି। ସେ ଥଳିକୁ ଗୀତାକୁ ଧରାଇ ଦେଇ ରାସ୍ତାକୁ ବାହାରିଗଲା, କିନ୍ତୁ ବୁଢ଼ାର ସନ୍ଧାନ ପାଇଲା ନାହିଁ। ପଡ଼ୋଶୀ ଘରର ପିଲାଟି କହିଲା, ବୁଢ଼ା ଗୋଟେ ଘୋଡ଼ାଗାଡ଼ି ଚଢ଼ି କେବେଠୁ ଚାଲିଯାଇଛି। ସେ ଫେରି ଆସି ପୁଣି ଥଳି ଖୋଲିଲା। ଜିନିଷପତ୍ର ତଳେ ଖଣ୍ଡେ ଚିଠି ଥିଲା। ସେଥିରେ ଲେଖା ଥିଲା, ରମେଶ, ତମେ ଯେଉଁଦିନ ତମ ସ୍ତ୍ରୀକୁ ଧରି ଦେବୀ ମନ୍ଦିର ପାଖେ ଚଟି ଘରେ ଥିଲ, ସେଦିନ ମୁଁ ବି ସେଠାରେ ଥିଲି। ତମ ରାଗୀ ସ୍ୱଭାବ ଦେଖି ମୁଁ ବୁଝିଥିଲି ତମେ ତମ ସୁଧାର ସ୍ତ୍ରୀକୁ ବହୁତ କଷ୍ଟ ଦେବ। ଏଠାକୁ ଆସି ଦେଖିଲି ମୋ ଅନୁମାନ ଠିକ୍। ମୁଁ ବି ତମ ପରି କ୍ରୋଧୀ ସ୍ୱଭାବର ଲୋକ ଥିଲି। ଏବେ ଶେଷ ଜୀବନରେ ସେ ପାଇଁ ବହୁ ଅନୁତାପ କରୁଛି। ସେସବୁ କଥା ଚିଠିରେ ଲେଖିହେବ ନାହିଁ। ଥରେ ସସ୍ତ୍ରୀକ ଆସି ମୋର ଅତିଥି ହୁଅ, ସବୁ ଗପିବି। ଯାହା ହଉ ତମ ସ୍ୱଭାବ ବଦଳାଇ ଦେବା ପାଇଁ ମୁଁ ଚେଷ୍ଟା କରିଛି। ସଫଳ ହେଲି କି ନେଇ ଜାଣେନା। ଭଗବାନ ତୁମର ମଙ୍ଗଳ କରନ୍ତୁ। ପୁଣି ଥରେ ତମକୁ ମୋ ଘରକୁ ନିମନ୍ତ୍ରଣ କରୁଛି। ମୁଁ ଏକୁଟିଆ ଲୋକ। ତମେ ନିର୍ବିଘ୍ନରେ ମୋ ପୁଅ ବୋହୂ ଭଳି ଆସି ମୋ ଘରେ ରହିପାରିବ। ଚିଠିରେ ବୁଢ଼ାର ଠିକଣା ଥିଲା। ସହରର ଅନ୍ୟ ପ୍ରାନ୍ତରେ ତା ଘର। ରମେଶର ଆଖି ଛଳଛଳ ହୋଇଗଲା। ସେ ଗୀତାକୁ ଡାକି କହିଲା, ତମେ ବି ପିତୃହୀନ, ମୁଁ ବି ପିତୃହୀନ, କିନ୍ତୁ ଭଗବାନ ଆମକୁ ବାପାଟିଏ ଦେଲେ। ଆଜି ଚାଲ ତାଙ୍କୁ ପ୍ରଣାମ କରିବା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗପ ପରିଣାମ।